ପରିସ୍ଥିତି ଯେମିତି ବି ହେଉନା କାହିଁକି ଆଶା ଓ ପରିଶ୍ରମ କେବେ ଛାଡ଼ନ୍ତୁ ନାହିଁ। ଭଗବାନଙ୍କ କୃପା ଏବଂ ନିଜର ଚେଷ୍ଟା ଯଦି ମିଶିଯାଏ ଅସମ୍ଭବ ମଧ୍ୟ ସମ୍ଭବ ହୋଇଥାଏ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ତୁଳା ରାଶି ପାଇଁ ଏହି 2026 ମସିହା ଜୁଲାଇ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ସର୍ବପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରୁ ପଞ୍ଚମରେ ରାହୁ, ଷଷ୍ଠରେ ଶନି, ଅଷ୍ଟମରେ ମଙ୍ଗଳ, ନବମରେ ରବି, ଦଶମରେ ବୁଧ ଏବଂ ବୃହସ୍ପତି, ଏକାଦଶରେ ଶୁକ୍ର ଏବଂ କେତୁ ଅବସ୍ଥାନ କରିଛନ୍ତି। ଜୁଲାଇ 17 ତାରିଖରେ ରବି ରହିବେ ଦଶମ ଭାବରେ। ବନ୍ଧୁଗଣ, ଏହି ବିଚାର ଜନ୍ମ ରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ତୁଳା ରାଶି ଏବଂ ତୁଳା ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଆଲୋଚନା କରିବା ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିବ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ଶୁକ୍ର ଏକାଦଶ ଭାବରେ ଅବସ୍ଥିତ ଅଛନ୍ତି କେତୁଯୁକ୍ତ ହୋଇକି। ଲଗ୍ନ ଉପରେ ରାହୁଙ୍କର ବି ଦୃଷ୍ଟି ରହିଛି। ଶରୀରରେ ଦୁର୍ବଳତା, ଥକାପଣ ଏବଂ ଆଳସ୍ୟ ଅନୁଭବ ହୋଇପାରେ। ମାନସିକ ଚିନ୍ତା, ଅଧିକ ଭାବନା ଏବଂ ନିଦ୍ରା ସମସ୍ୟା ଦେଖାଦେଇପାରେ। ଗ୍ୟାସ୍, ଏସିଡ଼ିଟି, ଡାଇଜେସନ୍ ପ୍ରୋବ୍ଲେମ୍, ଖାଦ୍ୟପେୟ ଅନିୟମିତତା ଯୋଗୁଁ ଅସୁବିଧା ହୋଇପାରେ। ସ୍କିନ୍ ପ୍ରୋବ୍ଲେମ୍, ହର୍ମୋନାଲ୍ ଇନବାଲାନ୍ସ କିମ୍ବା କିଡ଼ନୀ ସମ୍ବନ୍ଧୀୟ ଯଦି କିଛି ସମସ୍ୟା ଅଛି ପୂର୍ବରୁ, ତେବେ ନେଗ୍ଲେକ୍ଟ କରିବା ଉଚିତ ନୁହେଁ। ରାହୁ କେତୁଙ୍କର ପ୍ରଭାବ ଥିବାରୁ କେବେ କେବେ ଅଜଣା ଭୟ, ଉତ୍କଣ୍ଠା କିମ୍ବା ଅସ୍ଥିରତା ଅନୁଭବ ହୋଇପାରେ। ପଜିଟିଭ୍ ଦୃଷ୍ଟିରୁ ଯଦି ଦେଖିବା, ଏକାଦଶ ଭାବରେ ଥିବା ଲଗ୍ନପତି ଶୁକ୍ର ସାଧାରଣତଃ ହେଲ୍ଥ ରିକଭରି କ୍ଷମତାକୁ ସୁସ୍ଥ ରଖେ। ତେଣୁ ସେମିତି କିଛି ମେଜର ଡିଜିଜ୍, ଲଙ୍ଗ୍ ଟର୍ମ ଡିଜିଜ୍ର ଲକ୍ଷଣ ଦେଖାଯାଉ ନାହିଁ। ଠିକ୍ ସମୟରେ ପ୍ରପର୍ କେୟାର ନେଲେ ସ୍ୱାସ୍ଥ୍ୟ ନିୟନ୍ତ୍ରଣରେ ରହିବ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଜୁଲାଇ 2026ରେ ତୁଳା ରାଶିର ସ୍ୱାସ୍ଥ୍ୟ ମଧ୍ୟମରୁ ଭଲ ରହିବ। କୌଣସି ବଡ଼ ରୋଗର ସୂଚନା ନାହିଁ, କିନ୍ତୁ ରାହୁ କେତୁଙ୍କର ପ୍ରଭାବ ହେତୁ ମାନସିକ ଚାପ, ନିଦ୍ରା ସମସ୍ୟା, ଅଜଣା ଭୟ, ଡାଇଜେସନ୍ ସମ୍ବନ୍ଧୀୟ ଛୋଟମୋଟ ଅସୁବିଧା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମ ଭାବରେ ରାହୁ ଥିବାରୁ ପାଠପଢ଼ାରେ ଏକାଗ୍ରତା ଭଙ୍ଗ ହେବ। ମୋବାଇଲ, ଇଣ୍ଟରନେଟ୍, ସୋସିଆଲ ମିଡ଼ିଆ କିମ୍ବା ଅନ୍ୟ କୌଣସି ବିଷୟ ଦ୍ୱାରା ଧ୍ୟାନ ଭଙ୍ଗ ହେବାର ସମ୍ଭାବନା ରହିଛି। ପଞ୍ଚମାଧିପତି ଶନି ଷଷ୍ଠ ଭାବରେ ଥିବାରୁ ପରିଶ୍ରମ ଅଧିକ କରିବାକୁ ବିଦ୍ୟାର୍ଥୀମାନଙ୍କୁ ପଡ଼ିବ। ରେଜଲ୍ଟ ମିଳିବ, କିନ୍ତୁ ସ୍ଲୋ ପ୍ରୋଗ୍ରେସ୍। ଆରମ୍ଭରୁ କିଛି ସବଜେକ୍ଟରେ ୱିକ୍ ରହିପାରନ୍ତି କିମ୍ବା କମ୍ ମାର୍କ ରହିପାରେ, କିନ୍ତୁ ନିୟମିତ ପାଠ ପଢ଼ିବା ଦ୍ୱାରା ପରିସ୍ଥିତି ସୁଧୁରିପାରେ। ସ୍କୁଲ ଲେବୁଲ୍ ଷ୍ଟୁଡେଣ୍ଟସ୍ଙ୍କର ଇଣ୍ଟେଲିଜେନ୍ସ ପାୱାର, କ୍ୟାଚିଂ ପାୱାର ଭଲ ରହିବ। ମ୍ୟାଥ୍, ସାଇନ୍ସ, କମ୍ପ୍ୟୁଟର, ଟେକ୍ନିକାଲ ସବଜେକ୍ଟରେ ଆଗ୍ରହ ବଢ଼ିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ପରିଶ୍ରମ ଅନୁସାରେ ସଫଳତା ମିଳିବ। ଶନି ଷଷ୍ଠ ଭାବରେ ଥିବାରୁ ବିଦ୍ୟାର୍ଥୀମାନଙ୍କର କମ୍ପିଟେଟିଭ୍ ସ୍ପିରିଟ୍ ବୃଦ୍ଧି ପାଇବ। ସ୍କୁଲ ଲେବୁଲ୍ ଶିକ୍ଷା ତ ମଧ୍ୟମ ଧରଣର ରହିବ, କିନ୍ତୁ ଲେଜିନେସ୍ ଏବଂ କନସେନ୍ଟ୍ରେସନକୁ କଣ୍ଟ୍ରୋଲ କରିବା ଦରକାର। ସେହିପରି ନବମ ଭାବ ଉଚ୍ଚଶିକ୍ଷାର ଭାବ। ନବମାଧିପତି ବୁଧ ଦଶମରେ ବୃହସ୍ପତି ସହ ଯୁକ୍ତ ଥିବାରୁ ଏହା ଏକ ଶୁଭଯୋଗ। ଏହା ଜ୍ଞାନ, ବୁଦ୍ଧି ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଗ୍ରଗତି ପ୍ରଦାନ କରିବ। କଲେଜ, ୟୁନିଭର୍ସିଟି, ପ୍ରଫେସନାଲ କୋର୍ସ ଯେଉଁମାନେ କରୁଛନ୍ତି, ଯେଉଁମାନେ ଗ୍ରାଜୁଏସନ୍ କରୁଛନ୍ତି, ପିଜି କରୁଛନ୍ତି, ଇଞ୍ଜିନିୟରିଂ, କମର୍ସ, ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ସାଇନ୍ସ ଆଦି କ୍ଷେତ୍ରରେ ଉନ୍ନତି ଦେଖାଯିବ। ଟିଚର୍ସ ଏବଂ ମେଣ୍ଟର୍ସଙ୍କର ପ୍ରପର୍ ଗାଇଡାନ୍ସ ମିଳିବ। ବୁଧ ବୃହସ୍ପତିଙ୍କର ଯୋଗ ଥିବାରୁ ୟୁପିଏସ୍ସି, ଓପିଏସ୍ସି, ଏସ୍ଏସ୍ସି, ବ୍ୟାଙ୍କିଂ, ରେଲୱେ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଭଲ ସମୟ ରହିଛି। ନଲେଜ ଗେନ୍ କରିବାର କ୍ଷମତା ବଢ଼ିବ। ଜୁଲାଇ 17 ତାରିଖ ପରେ ରବି ଦଶମ ଭାବକୁ ଯିବା ଫଳରେ ବିଦ୍ୟାର୍ଥୀମାନଙ୍କର ଆତ୍ମବିଶ୍ୱାସ ବଢ଼ିବ। ପାଠପଢ଼ାରେ କନସେନ୍ଟ୍ରେଟ୍ କରିବେ। କ୍ୟାରିୟର ଓରିଏଣ୍ଟେଡ୍ ଷ୍ଟଡି ଉପରେ ଅଧିକ ଫୋକସ୍ କରିବେ। ହାୟର ଷ୍ଟଡି, ଆଡ଼ମିସନ୍, ପ୍ରୋଜେକ୍ଟ, ସେମିନାର, ଭାଇବା, ଇଣ୍ଟରଭ୍ୟୁ ଇତ୍ୟାଦିରେ ଭଲ ଫଳ ମିଳିପାରେ। ଶିକ୍ଷକ ଓ ବଡ଼ମାନଙ୍କର ସହଯୋଗ ମିଳିବ। ଯେଉଁ ବିଦ୍ୟାର୍ଥୀମାନେ କମର୍ସ, କମ୍ପ୍ୟୁଟର ସାଇନ୍ସ, ଆଇଟି, ସଫ୍ଟୱେୟାର, ମ୍ୟାନେଜମେଣ୍ଟ, ବ୍ୟାଙ୍କିଂ, ଆକାଉଣ୍ଟସ୍, ଲ, ଟିଚିଂ, ରିସର୍ଚ୍ଚ ଆଦିରେ ପାଠ ପଢ଼ୁଛନ୍ତି, ସେମାନଙ୍କର ଗ୍ରୋଥ୍ ରହିଛି। ଓଭରଅଲ୍ ଯଦି କହିବି, ସ୍କୁଲ ଲେବୁଲ୍ ଶିକ୍ଷାରେ ପରିଶ୍ରମ ଅନୁସାରେ ଫଳ ମିଳିବ। ସେହିପରି ହାୟର ଏଜୁକେସନରେ ନବମାଧିପତି ବୁଧଙ୍କ ସହିତ ବୃହସ୍ପତିଙ୍କର ସଂଯୋଗ ଦଶମରେ ଥିବାରୁ ଭଲ ସ୍ଥିତି ରହିବ।
जुलाई 17 तारिख पर अधिक अनुकूल परिस्थिति सृष्टि हेब। एडमिशन एग्जाम रिजल्ट एवं कैरियर रिलेटेड स्टडी रे भल सफलता मिलिबो। मोटामोटी भाव में कहवाकू गले जुलाई 2026 तुला राशि शिक्षा क्षेत्र में परिश्रम माध्यम भल ग्रोथ रहिबो। पंचम भाव में राहु थिबारु मेंटल डिस्टर्ब टिके रही पारंती, किंतु नवमपति बुधंक सहित बृहस्पति शुभयोग उच्च शिक्षा और ज्ञान वृद्धि बहुत अनुकूल संकेत देउछि। एबे आलोचना करिबा फाइनान्स विषय रे। द्वितीय भाव धनर भाव, द्वितीयाधिपति मंगल अछंती अष्टम रे, दृष्टि देउछंती द्वितीय को एवं बृहस्पति दृष्टि मध्य द्वितीय भाव को रहिछि। बृहस्पति शुभ दृष्टि फल एई जुलाई मासरे धनर अभाव साधारणतः देखाजिबो नाही। इनकम सोर्स ठीक रहिबो एवं पूर्वरु अटकी टंका बकेया अर्थराशि किंबा ऋण फेरी पाइबार संभावना रहिछि। द्वितीयाधिपति अष्टम थिबारु आय एवं व्यय रे अपडाउन रहिबो। हठात कौनसी खर्च आसीपारे। हेल्थ इश्यू की नहीं खर्च, गाड़ी किंबा इलेक्ट्रोनिक्स आइटम मरामती रे खर्च हो पारे। फैमिली पई अननेसेसरी खर्च हो पारे। तेणु जेते धन आसीबो सेथिरे अननेसेसरी व्यय हो पारे। सेहीपरि सेविंग्स कथा जदि कहबी मंगलंकर निज दृष्टि द्वितीय भाव को रहुछि एवं बृहस्पति दृष्टि थिबारु संचय किछि मात्रा रे करिवे। जदि आपण अनावश्यक खर्च को नियंत्रण करती तेबे एई जुलाई मासरे किछि धन संचय करिवे। द्वितीय भाव परिवार भाव हेबारु परिवार आर्थिक सहयोग आपको मिल पारे। पैतृक संपत्ति, इंश्योरेंस किंबा पूर्वर अटकी कौन धन संबंधी विषय रे किछि सकारात्मक उन्नति हेबार संकेत रही। सेहीपरि इन्वेस्टमेंट रे टिके सतर्क रहिबा दरकार। धनाधिपति अष्टम भाव रे थिबारु बिग इन्वेस्टमेंट अधिक लाभर लोभरे करिबा उचित हेबो नाही। भल भाव में विचार करी निष्पत्ति नेबा उचित। बृहस्पति शुभ दृष्टि द्वितीय भाव उपर थिबारु आर्थिक क्षेत्र में भाग्यर सहयोग तो रहिबो। मासर शेष भाग में आर्थिक स्थिति प्रथम भाग अपेक्षा अधिक भल हो पारे। मोटामोटी भाव में कहवाकू गले तुला राशि जुलाई 2026 आर्थिक दृष्टि भल रहिबो। एबे आलोचना करिबा लव लाइफ विषय रे। पंचम भाव लव रिलेशन भाव, रोमांस एवं अट्राक्शन भाव। पंचम राहु थिबारु हठात क्या प्रति आकर्षण बढ़ी पारे। ऑनलाइन प्रेम, दूर संपर्क किंबा भिन्न जाति संस्कृतिर व्यक्ति सह प्रेम संभावना रही पारे। किंतु राहु एठी केबे केबे भ्रम, गुप्त संपर्क किंबा भूल बुझामणा मध्य सृष्टि करि पारे। पंचमाधिपति शनि अछंती षष्ठ भाव में। प्रेम रे विलंब, मनमालिन, मतभेद किंबा छोट छोट विवाद आसीपारे। निज प्रेम को नहीं अधिक गंभीरता एवं दायित्वबोध रहिबो। जदि पूर्वर संपर्क रे अछंती तेबे धैर्य और विश्वास रखिले संपर्क ठीक रहिबो। बृहस्पतिंकर शुभ दृष्टि शनि को ऊपर जेहेतु रहउची लव लाइफ रे सेमिति किछि मेजर प्रॉब्लम कराई देबो नाही। संपर्क रे मैच्योरिटी, बुझामणा एवं दीर्घस्थायी भावना बढ़िबो। जो माने सिंगल अछंती सेमानक पई एही जुलाई 2026 रे नूतन परिचय किंबा प्रेम प्रस्तावर जोग रही पारे। मोटामोटी भाव में कहवाकू गले एही जुलाई 2026 रे तुला राशि प्रेम जीवन में आकर्षण एवं रोमांस रहिबो। किंतु राहु एवं षष्ठ भावस्थ शनि कारण धैर्य एवं सठिक बुझामणा रहिबा निहाती आवश्यक। बृहस्पतिंकर शुभ दृष्टि थिबारु शेष में परिस्थिति अनुकूल रहिबार संभावना अधिक रहुछि। एबे आलोचना करिबा विवाह और दाम्पत्य जीवन विषय रे। सप्तम भाव विवाह अनुकूल तथा दाम्पत्य जीवनर भाव। सप्तमाधिपति मंगल अष्टम भाव में रहिबा द्वारा स्वामी स्त्री मध्य केबे केबे मतभेद किंबा छोट मोट झगड़ा हो पारे। परस्पर को बुझिबारे असुविधा हो पारे। अहंकार एवं क्रोध को नियंत्रण करने आवश्यक है। जीवन साथी मानसिक स्थिति किंबा स्वास्थ्य को नहीं चिंता बढ़ी पारे। किंतु सप्तमाधिपति अष्टम रहिबा फल सबुबेले खराब फल दे न थाए। अष्टम भाव गभीरता एवं परिवर्तन भाव होइथिबारु दाम्पत्य संपर्क आगठारु अधिक परिपक्व भी हो पारे। जुलाई मासर प्रथमार्ध में स्वामी स्त्री मध्य मानसिक दूरता अनुभव हो पारे। पुराना कौन विषय को नहीं पुणी आलोचना किंबा मतभेद हो पारे। परस्पर मध्य उपरली कथबार्ता कले समस्या शीघ्र समाधान हो। दाम्पत्य जीवन में लव एवं रोमांस कथा जदि कहबे रिलेशनशिप इमोशनल डीप हो पारे। जीवन साथी एकांत समय बितेबार सुजोग मिल पारे। अल्प बहुत मान अभिमान भी रही पारे। अष्टम भाव ससुर घर सहित संपर्कित थिबारु ससुर घर पक्षर कौन विषय को नहीं चिंता व दायित्व बढ़ी पारे। मंगल मध्य द्वितीयपति, तेणु जीवन साथी मिसिकी आर्थिक निष्पत्ति नेबा भल होइबो।
ହଠାତ୍ କିଛି ଖର୍ଚ୍ଚ ଆସିପାରେ। ସଞ୍ଚୟ ଉପରେ ଅଧିକ ଧ୍ୟାନ ଦେବା ଦରକାର। ମୋଟାମୋଟି ଭାବରେ କହିବାକୁ ଗଲେ ଦାମ୍ପତ୍ୟ ଜୀବନ ମଧ୍ୟମ ଧରଣର ରହିବ। ସମ୍ପର୍କରେ କିଛି ଅପଡାଉନ୍ ରହିବ, କିନ୍ତୁ ବଡ଼ ସମସ୍ୟାର ଯୋଗ ଦେଖାଉନାହିଁ। କ୍ରୋଧ, ଅହଙ୍କାର ଏବଂ ସନ୍ଦେହକୁ ନିୟନ୍ତ୍ରଣ କଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଏବଂ ବିଶ୍ୱାସ ବଢ଼ିବ। ଅଷ୍ଟମ ଭାବରେ ସପ୍ତମାଧିପତି ଥିବାରୁ ସମ୍ପର୍କରେ ପରିବର୍ତ୍ତନ ଏବଂ ମ୍ୟାଚୁରିଟି ଆସିବ, ଯାହା ଦୀର୍ଘ ସମୟରେ ଭଲ ଫଳ ଦେଇପାରେ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଦଶମ ଭାବରେ ଅଛନ୍ତି ବୃହସ୍ପତି ଉଚ୍ଚସ୍ଥ ହୋଇକି। ନବମାଧିପତି ବୁଧ ବୃହସ୍ପତିଙ୍କ ସହ ଦଶମ ଭାବରେ ଯୁକ୍ତ ଅଛନ୍ତି। ଜୁଲାଇ 17 ପରେ ମଧ୍ୟ ରବି ଦଶମ ଭାବକୁ ଆସିବେ। ଷଷ୍ଠପତି ବୃହସ୍ପତି ଦଶମରେ ଉଚ୍ଚସ୍ଥ ଅଛନ୍ତି। କର୍ମକ୍ଷେତ୍ରରେ ଉନ୍ନତିର ଯୋଗ, ନୂଆ ଚାକିରି ପାଇବାର ସମ୍ଭାବନା, ବରିଷ୍ଠ ଅଧିକାରୀଙ୍କର ସହଯୋଗ, ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି କରିବ। ରବି ଦଶମ ଭାବକୁ ଆସିବା ପରେ ସେଲ୍ଫ କନଫିଡେନ୍ସ ବୃଦ୍ଧି ପାଇବ। ଇଣ୍ଟରଭ୍ୟୁ, ସିଲେକ୍ସନ୍, ପ୍ରମୋସନ୍ ପାଇଁ ସମୟ ଅନୁକୂଳ ହେବ। ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି କିମ୍ବା ସିନିୟର ଅଫିସରଙ୍କ ସହଯୋଗ ମିଳିବ। ନେମ୍ ଆଣ୍ଡ ଫେମ୍ ବୃଦ୍ଧି ପାଇବ। ଜୁଲାଇ 17 ତାରିଖ ପରେ ଜବ୍ ଅପରଚ୍ୟୁନିଟି ବେଶୀ ରହୁଛି। ପ୍ରାଇଭେଟ୍ ଜବ୍ର ସ୍ଥିତି ଯଦି କହିବି, ଯେଉଁମାନେ ଜବ୍ କରୁଛନ୍ତି ଜବ୍ ଚେଞ୍ଜର ଯୋଗ ବି ରହୁଛି। ନ୍ୟୁ ଅଫର୍ କିମ୍ବା ପ୍ୟାକେଜରେ ଇମ୍ପ୍ରୁଭମେଣ୍ଟ ହୋଇପାରେ। ଆଇଟି, ଫାଇନାନ୍ସ, ଏଜୁକେସନ୍, ବ୍ୟାଙ୍କିଂ, କମ୍ୟୁନିକେସନ୍, ମ୍ୟାନେଜମେଣ୍ଟ, ସେଲ୍ସ ଆଦି କ୍ଷେତ୍ରରେ ଶୁଭଫଳ ମିଳିପାରେ। ବର୍ତ୍ତମାନ ସମୟରେ ଜବ୍ରେ ଆପ୍ରିସିଏସନ୍ ମିଳିବାର ଯୋଗ ରହିଛି। ପ୍ରାଇଭେଟ୍ ଜବ୍ ପାଇଁ ଏହି ଜୁଲାଇ ମାସ 2026 ବହୁତ ଭଲ ରହିବ। ସେହିପରି ଗଭର୍ଣ୍ଣମେଣ୍ଟ ଜବ୍ର ସ୍ଥିତି ଯଦି କହିବି, ଜୁଲାଇ 17 ତାରିଖ ପରେ ରବି ଷଷ୍ଠାଧିପତି ବୃହସ୍ପତି ସହିତ ରହୁଥିବାରୁ ଯେଉଁମାନେ କମ୍ପିଟେଟିଭ୍ ଏକ୍ଜାମ୍ ଦେଉଛନ୍ତି ସେମାନେ ଭଲ ରେଜଲ୍ଟ ପାଇବେ। ଡକୁମେଣ୍ଟ ଭେରିଫିକେସନ୍, ଇଣ୍ଟରଭ୍ୟୁ, ୱେଟିଂ ଲିଷ୍ଟରେ ପଜିଟିଭ୍ ରେଜଲ୍ଟ ମିଳିବ। ଗଭର୍ଣ୍ଣମେଣ୍ଟ ଜବ୍ର ସୁଯୋଗ ରହିଛି। ଯେଉଁମାନେ ଅନେକ ଦିନ ହେବ ଜବ୍ ପାଇଁ ଟ୍ରାଏ କରୁଛନ୍ତି, ଜୁଲାଇ 2026ରେ ଚାକିରି ପ୍ରାପ୍ତିର ସମ୍ଭାବନା ରହିଛି। ବିଶେଷ କରି ଜୁଲାଇ 17 ପରେ ଅଗଷ୍ଟ ମିଡ୍ ପର୍ଯ୍ୟନ୍ତ ସମୟ ଅଧିକ ଅନୁକୂଳ ରହିଛି। ଇଣ୍ଟରଭ୍ୟୁ, ଆପ୍ଲିକେସନ୍ ଏବଂ ନେଟୱାର୍କିଂ ଉପରେ ଧ୍ୟାନ ଦେଲେ ସୁଯୋଗ ବଢ଼ିବ। ମୋଟାମୋଟି ଭାବରେ କହିବାକୁ ଗଲେ କର୍ମଭାବ ବହୁତ ଶକ୍ତିଶାଳୀ ରହୁଛି। ଜୁଲାଇ 17 ପରେ ଦଶମରେ ରବିଙ୍କର ଅବସ୍ଥାନ ପଦପ୍ରତିଷ୍ଠା ଏବଂ ସୁଯୋଗ ବୃଦ୍ଧି ହେବ। ପ୍ରାଇଭେଟ୍ ସେକ୍ଟରରେ ସମ୍ଭାବନା ବହୁତ ଭଲ। ଗଭର୍ଣ୍ଣମେଣ୍ଟ ସେକ୍ଟରରେ ମଧ୍ୟ ସକାରାତ୍ମକ ଯୋଗ ରହିଛି। ଜୁଲାଇ 2026 ତୁଳା ରାଶି ପାଇଁ କ୍ୟାରିୟର ଏବଂ ଜବ୍ ଦୃଷ୍ଟିରୁ ଏକ ଶକ୍ତିଶାଳୀ ପ୍ରଗତିଶୀଳ ମାସ ଭାବରେ ଦେଖାଯାଉଛି। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ। ସପ୍ତମାଧିପତି ମଙ୍ଗଳ ଅଷ୍ଟମରେ ଅଛନ୍ତି। ବାଣିଜ୍ୟ କାରକ ବୁଧ ଦଶମ ଭାବରେ ବୃହସ୍ପତିଙ୍କ ସହ ଯୁକ୍ତ ଅଛନ୍ତି। ସପ୍ତମାଧିପତି ଅଷ୍ଟମରେ ରହିବା ବ୍ୟବସାୟରେ କିଛି ହଠାତ୍ ପରିବର୍ତ୍ତନ, ଅପଡାଉନ୍ ଏବଂ ଖର୍ଚ୍ଚ ଦେଖିପାରେ। ମାସ ଆରମ୍ଭରୁ ବିଜନେସ୍ ସ୍ଲୋ ଚାଲିବ। ପାର୍ଟନରସିପ୍ ବିଜନେସ୍ରେ ମତଭେଦ ହେବାର ସମ୍ଭାବନା ଦେଖାଉଛି। କାହାକୁ ଅନ୍ଧ ଭାବରେ ବିଶ୍ୱାସ କରି ହାଇ ଆମାଉଣ୍ଟର ଟଙ୍କା ଇନଭେଷ୍ଟ କରିବା ଉଚିତ ହେବ ନାହିଁ। ପୁରୁଣା ଅଟକିଥିବା କାମ ଆଗକୁ ବଢ଼ିପାରେ। ବାଣିଜ୍ୟ କାରକ ଗ୍ରହ ବୁଧ ବୃହସ୍ପତି ସହିତ ଦଶମରେ ଥିବାରୁ ବିଜନେସ୍ରେ ଡେଭଲପମେଣ୍ଟ କିଛି ହୋଇପାରେ। ନ୍ୟୁ କଷ୍ଟମର୍ସ ଏବଂ ନ୍ୟୁ ଡିଲ୍ ମିଳିବାର ସମ୍ଭାବନା ରହିବ। ମାର୍କେଟିଂ, ଟ୍ରେଡିଂ, ଅନଲାଇନ୍ ବିଜନେସ୍, କନସଲଟାନ୍ସି, ଏଜୁକେସନ୍, ଫାଇନାନ୍ସ, କମ୍ୟୁନିକେସନ୍ ରିଲେଟେଡ୍ ବିଜନେସ୍ରେ ଭଲ ଲାଭ ମିଳିପାରେ। ଏକ୍ସପିରିଏନ୍ସ ପର୍ସନଙ୍କ ସହଯୋଗ ମିଳିବ। ବିଜନେସ୍ରେ ମାନ ସମ୍ମାନ ଏବଂ ପରିଚୟ ମିଳିବ। ଯେଉଁମାନେ ପାର୍ଟନରସିପ୍ ବିଜନେସ୍ କରୁଛନ୍ତି, ସପ୍ତମାଧିପତି ଅଷ୍ଟମରେ ଥିବାରୁ ବିଜନେସ୍ ପାର୍ଟନରଙ୍କ ସହିତ ମିସ୍ଅଣ୍ଡରଷ୍ଟାଣ୍ଡିଂ ଏବଂ ଆର୍ଗୁମେଣ୍ଟ ହୋଇପାରେ। ଲିଗାଲ୍ ଏଗ୍ରିମେଣ୍ଟ ଠିକ୍ ରଖନ୍ତୁ। ଟଙ୍କା ହିସାବ କ୍ଲିୟର ରଖନ୍ତୁ। ନ୍ୟୁ ପାର୍ଟନର ଚୟନ କରିବା ପୂର୍ବରୁ ଭଲ ଭାବରେ ତାଙ୍କୁ ଚିହ୍ନନ୍ତୁ, ଜାଣନ୍ତୁ, ବୁଝନ୍ତୁ। ଇନକମ୍ ଏବଂ ପ୍ରଫିଟ୍ ଦୃଷ୍ଟିରୁ ଯଦି ଦେଖିବା, ଆୟତ ଆସିବ କିନ୍ତୁ ଖର୍ଚ୍ଚ ବଢ଼ିବ। ମାସର ଦ୍ୱିତୀୟ ଭାଗ ପ୍ରଥମ ଭାଗଠାରୁ ଅଧିକ ଅନୁକୂଳ ହୋଇପାରେ। ଓଲ୍ଡ ପ୍ରୋଜେକ୍ଟରୁ ଲାଭ ମିଳିପାରେ। ବିଜନେସ୍ରେ ଲଙ୍ଗ୍ ଟର୍ମ ଇନଭେଷ୍ଟମେଣ୍ଟ ଲାଭ ଦେବ। ବୁଧ ଏବଂ ବୃହସ୍ପତିଙ୍କର ସଂଯୋଗ ବିଜନେସ୍ରେ ଏକ୍ସପାନ୍ସନ୍ ପାଇଁ ସମୟ ଅନୁକୂଳ ରହିଛି। କିନ୍ତୁ ସପ୍ତମାଧିପତି ଅଷ୍ଟମରେ ଥିବାରୁ ଅତ୍ୟଧିକ ବଡ଼ ରିସ୍କ ନେବା ଠିକ୍ ହେବନି। ଧୀରେ ଧୀରେ ବିଜନେସ୍ରେ ଏକ୍ସପାନ୍ସନ୍ କରିବା ଠିକ୍ ହେବ। ନୂଆ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ସଠିକ୍ ଯୋଜନା ଦରକାର। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଜୁଲାଇ 2026ରେ ବ୍ୟବସାୟରେ ଉନ୍ନତି, ନ୍ୟୁ ଅପରଚ୍ୟୁନିଟି ଏବଂ ପ୍ରତିଷ୍ଠା ବୃଦ୍ଧିର ସଂକେତ ଦେଉଛି। ସପ୍ତମାଧିପତି ମଙ୍ଗଳ ଅଷ୍ଟମରେ ଥିବାରୁ ଅପଡାଉନ୍, ହଠାତ୍ ପରିବର୍ତ୍ତନ ଏବଂ ପାର୍ଟନରସିପ୍ରେ ସମସ୍ୟା ଦେଖାଯାଇପାରେ। ତେଣୁ ଧୈର୍ଯ୍ୟ, ସଠିକ୍ ଯୋଜନା, ସତର୍କତା ମାଧ୍ୟମରେ ବିଜନେସ୍କୁ ଆଗକୁ ନେବାକୁ ଟ୍ରାଏ କରନ୍ତୁ। ତୁଳା ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ?
ଆପଣଙ୍କର ରାଶିର ଅଧିପତି ହେଲେ ଶୁକ୍ର। ଶୁକ୍ରଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓಂ ଦ୍ରାଂ ଦ୍ରିଂ ଦ୍ରୌଂ ସ୍ୱ ଶୁକ୍ରାୟ ନମଃ। ଦୈନିକ 108 ଥର ଜପ କରନ୍ତୁ। ମା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ତୁଳା ରାଶି ପାଇଁ ଜୁଲାଇ ମାସ 2026 ମାସିକ ରାଶିଫଳ ବିଷୟରେ ବିସ୍ତୃତ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ନୂଆ ଏକ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।